तू बसिजिबु राति अधरे सही सी कथा दुबई कहूची खेला कुआडू इमेज आसी रो खेलती बाहर को कई पिला होना जा लोकल ऊपर जा पिला खेलुछन बाहर गले सिना गोटे खेलिया इच्छा हबो हौ जे खेल ଆଉ କଣ ଅଛି ବାହାରେ ବୁଲି ଖେଳ ଆଉ केते आउ ଆମେ खेलिबु ଆମେ ତ ଜଙ୍ଗଲ ଆଁ केते आउ खेलिबु ମୁଁ ତ ଜଙ୍ଗଲ कंटिन्यू ଛୁଆ बा देखी ହେଇଗଲି अबे खैर पालु माने कोन कोन घर खैर पालु सुकुनेई रे बहुत पुणी बहुत रु घर को भाबे कंटिन्यू खाली 18-20 घंटा लगा ट्रैवलिंग ହଉ ଠିକ ଅଛି ନା ନା ଯୋଉ ଭଳିଆ ଷ୍ଟେଟମେଣ୍ଟ ଟା ଦେଇନୁ ନା ଇମେଜ ରେ ବାହାରକୁ ଯାଉ ନାହିଁ ଫେର किए ଷ୍ଟେଟମେଣ୍ଟ ବଦଳେଇ ଦବୁ ତାକୁ ୟୁଟ୍ୟୁବ ରୁ ଡାକିକି କହ ଭାଇ ମୁଁ ମୋ ଇଚ୍ଛାରେ ଯାଇଛି ସେଟା ଆମର ପର୍ସନାଲ କଥା ଇମେଜ तार ଟିମ ଯାଉଛି ଆଉ ରାଜ୍ୟରେ କଣ ଏକୁଟିଆ ଗାଡି ଧରି ବୁଲିବ କି ଖେଳିବ କି ତାକୁ କହିଦେଲେ ତ ସିଏ ପୁରା ଖେଳିଦବ ଦେଶ ସାରା ପିଲା ଯାଉନାହାନ୍ତି ଖେଳିବାକୁ ହଉ ସେ ଘର ପାଖରେ ଖେଳିଲେ ପିଲା କଣ ଯିବା ନ ଯିବା କଥା ଛାଡ ଆଉ ନା ବେ ପିଲା ନ ଯିବା ନୁହେଁ ଲାଟେନ ଶୁଣୁ ମୋ କହିବା କଥା ଯେ ପିଲା ନ ଯିବା କଥାଟା ଅଲଗା କଥାବାର୍ତ୍ତା ସେଟା ତ ତୁ ଯୋଉ ମୁଁ ତ କହିଲି ବୁଝିପାରିଲୁନି ଖେଳିବ ନ ଖେଳିବ ସେଟା ଗୋଟେ ଅଲଗା ଜିନିଷ କିନ୍ତୁ ହଉଛି ଯେ ମାନେ ଏମିତି କହିବା ଟିମ୍ ଖେଳୁଛି ନା ଟିମ୍ କଣ ବାହାରେ ଖେଳୁନି କି ଟିମ୍ ବା ଯେତିକି 15ଟା 12ଟା ସେମିଫାଇନାଲ ହାରିଯିବେ ଟିମ୍ ବା ବୁଡିଯିବ 12ଟା ସେମିଫାଇନାଲ ହାରିଲା ପରେ ଆଟେଣ୍ଡ କରିପାରିବେନି ଟୁର୍ଣ୍ଣାମେଣ୍ଟ ଶୁଇବେ ଆମ ଛୁଆଙ୍କୁ ଧରି ଖେଳତେ ଯାଉଛୁ ଶୁଇବେ ଏବେ ଚିତେଇକି ଶୁଇବେ 12ଟା ସେମିଫାଇନାଲ ହାରିଲେ ଦେଖିବିନି 12ଟା ସେମିଫାଇନାଲ ହାରିଲା ପରେ ଯାହା ହେଲେ ଯୋଉ ଯାହା ବି ହେଲେ ଦେଖ ମୁଁ ତତେ କହୁଛି ଖେଳରେ ହାର ଜିତ ଅଛି ବୁଝିଲ ନା ଆରେ ନାଇଁ ବୁଝୁଛି ତୁ ଯୋଉ କଥା ବାହାର ନୁହେଁ କି ଖେଳି ପାରିବୁନି ଏତେ ଶୀଘ୍ର 12ଟା ସେମିଫାଇନାଲ ହାରିଲା ପରେ ତୁ ପାଗଳା ପାଗଳା ହେଇଯିବୁ ଜାଣିଛୁ ନା ଜାଣିନୁ ଡିଷ୍ଟର୍ବାନ୍ସ ଶୁଣୁ ଡିଷ୍ଟର୍ବାନ୍ସ ଏମିତି ଥିଲା କେତେ ଟିମ୍ ଭାଙ୍ଗିଯିବ ବୋଲି ଭାଙ୍ଗିଯିବ ଶୁଣୁ ଏମିତି କମାଣ୍ଡୁ 4ଟା ମ୍ୟାଚ ହାରିଲା ଲୋକ କହିଲେ କମାଣ୍ଡୁ ଭାଙ୍ଗିଯିବ ବୋଲି କମାଣ୍ଡୁ ଆଜି 9ଟା ମାନେ 10ଟା ଚମ୍ପିୟନ ତୁ ବୁଝିପାରୁନୁ କମାଣ୍ଡ ହାରିଲା କମାଣ୍ଡର ସେ କେତେଟା ପିଲା ଗଲେନି ଖେଳିବାକୁ ଲାଷ୍ଟ ଯାଇ କିନ୍ତୁ ଇଏ କଲେ ଆମର କଣ ତୋର ମୋର ଠିକା ନେଇ ଚାଲ ଯୁଆଡେ ଯିବା ତୋର ମୋର ଖେଳିବା ଯିବାର ଥିଲା ତୁ ବୁଝୁନୁ ଠିକା କଥା ନୁହେଁ ଲାଡେନ ଖେଳିବା କଥା ତୁ ଜାଣିନୁ ହାର ପିଲା ଯାହା ହଉଛି ହଉ। 11 ଖେଳିବାକୁ ଯିବୁ ନା ନାଇଁ କଣ ମୁଁ ତତେ କହୁଛି କ୍ରିକେଟ ଡେ କିଏ ଏବେ ବି ତୁ ମାନିବୁନି ଯଦି ସ୍କ୍ୱାଡ କଥା ଦେଖିତେ ଯିବୁ ମୁଁ ତତେ ସ୍କ୍ୱାଡ କହୁଛି ମୁଁ ବି ସ୍କ୍ୱାଡ ଖୋଜେ ନା କିନ୍ତୁ 11 ଜଣ ଖେଳିଲା ପିଲା ଗଲେ ତ ଖେଳି ଶୁଣ ଶୁଣୁ ମୁଁ ତତେ କହୁଛି ସିଆରଏନ ସ୍କ୍ୱାଡ କଥା କହୁଛି ସୁକୁନାଇ ହାରିଲା ସନ୍ତପୁରାଠୁ ସିଆରଏନ ମାନେ ଇଏ 11 ସିଏ 11 ଯୋଉ ଭାଉ ଦିଅନ୍ତି ନା 10 ଟଙ୍କାରେ ବି 20,000 ଭାଉ ଦେବେନି ତୁ ଏପର୍ଯ୍ୟନ୍ତ ବୁଝି ପାରିଲୁନି କିଛି ତମେ ଯୋଉ ନା ଯୋଉ ଏଠି ବି ଖେଳ ହେଲା ଶୋଷରେ ସେଟା ସ୍କ୍ୱାଡ କିଛି କଥା ନାହିଁ 11 ଜଣ ଖେଳିଲା ପିଲା ତା ମାନେ ନୁହେଁ କି ଗୋଟେ ଅଲ ଓଡିଶା ଯିଏ ଟିମ୍ ଧରିଛି ଆମ ଗାଁରୁ ମୁଁ ନେଇଯିବି 9 ଜଣ ତୁ ଥିଲେ 11 ଜଣ ହେଇଯାଆନ୍ତା ନା ତୁ ଚିନ୍ତା କରୁନୁ 11 ଜଣ ହେଇଯାଆନ୍ତା ଛାଡ ସରିଲା ତୁ ଯାହା ହେଲା ଛାଡ କିନ୍ତୁ ତୁ ଚିନ୍ତା ବୁଝି ପାରୁନୁ ଟିମ୍ ପୁଣି ଭାବୁଛି 2 ବର୍ଷ ସେଇଭଳିଆ ହେଇଯାଏ ଏବେ କଣ ହାରିଛନ୍ତି ଆମେ ଯେତେବେଳେ ଆମେ ଫାଷ୍ଟ ଅଲ ଓଡିଶା ଖେଳିଥିଲେ ଲଗାତାର 9ଟା ଟୁର୍ଣ୍ଣାମେଣ୍ଟ ଲିଗ ରୁ ହାରିଛନ୍ତି ଏବେ ତ ସେମିଫାଇନାଲ ଯାଇ ଯାଉଛନ୍ତି ବଡ ଟିମ୍ କୁ ହରଉଛନ୍ତି ଆମେ ସେତେବେଳେ 9ଟା ଟୁର୍ଣ୍ଣାମେଣ୍ଟ ହାରିଥିଲେ ସେତେବେଳେ ଆମେ ଖେଳିଛୁ ହଉ ଠିକ ଅଛି କୁଆଡେ ଆସିଛୁ କୁଆଡେ ଏଇ ଯାଉଛି ତାଲଚେର ଯାଉଛି କାଲି ଆଜି ସେଇଠି କୋଉଠି ମ୍ୟାଚ୍ କାଲି ସେଇଠି ଆଜି ତାଲଚେରରେ କୋଉଠି ଖେଳିକି ଘରକୁ ପଳେଇବା ଆଜି ଘରକୁ ପଳେଇଥାନ୍ତି ଆଉ ଯାଇପାରିବୁନି ଏତେ କେତେ ଟ୍ରାଭେଲିଂ କରିବି ସେ ତାଲଚେର ଗୋଟେ ଖେଳିଦେଇ ଓହୋ ପଳେଇବି ଆଉ ହଉ ରାତିରେ ହଉ ଠିକ ପହଞ୍ଚିବୁ ନା 2ଟା ବେଳେ ଆଉ କୁଆଡେ ଘରକୁ ଯିବି ଆସୁନୁ ଗୋଟେ ନାଇଟ୍ ମ୍ୟାଚ୍ ଅଛି ପିଟିଦବା ଆଜି କେମିତି ଆଉ ଯିବି କେମିତି ଆଉ ମୁଁ ପହଞ୍ଚିଲା ବେଳକୁ ଯାଇ ତାଲଚେର ପହଞ୍ଚିଲା ବେଳକୁ ରାତି 2ଟା ହେଇଯିବ ଅନୁଗୁଳ ଯୋଉ ସୁକୁନା କୋଉଦିନ ହଉ ଠିକ ଅଛି ହଁ ସୁକୁନା କୋଉଦିନ ଯାଉଛି ପରଦିନ ମୁଁ ବା ପହରଦିନ ମୁଁ ସେଇ ପପୁ ହେଇକି ଯଦି
ସେ ଯୋଉ ହିଟ୍ ମାଇଣ୍ଡ ଖେଳିଲା ବେଳେ ଯଦି କଥା ଦେଇ ନଥାନ୍ତି ତାହେଲେ ତ ମୁଁ କଣ ଇମେଜ ଖେଳି ନଥାନ୍ତି। ଇମେଜ ହାରିଥିଲେ ବି ଖେଳିଥାନ୍ତି। ସେମିତି କିଛି ଡାନ୍ୟ ନାହିଁ ସ୍କୁଆଡ ହଉନ। ସେଟା ବା ସେଇ ଗୋଟେ ଟୁର୍ଣ୍ଣାମେଣ୍ଟ ଟିକେ ବେତାଳିଆ ହେଇଯାଇଥିଲା। ସେଟା ମୁଁ ବହୁତ ପୂର୍ବରୁ କଥା ଦେଇ ଦେଇଥିଲି। ମେନ୍ କଥା ହେଲା ଜଗାଟା ବେତାଳିଆ କରିଦେଲେ ଅସୁବିଧା ହେଇଯିବ ନା।